ରହସ୍ୟମୟ ପୋଖରୀଆଡ଼ି। ବହୁ ବର୍ଷ ପୂର୍ବେ ସେହି ପୋଖରୀ ତୁଠରେ ଏକ ଅଭାବନୀୟ ଘଟଣା ଘଟିଥିଲା। କୌଣସି କାରଣରୁ ଜଣେ ମହିଳା ସେହି ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲେ। ଗାଁ ଲୋକଙ୍କ ବିଶ୍ୱାସ ଥିଲା ଯେ ଆଜି ବି ତାର ଆତ୍ମା ସେହି ପୋଖରୀଆଡ଼ିରେ ବୁଲୁଛି ଏବଂ ନିଜର ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଛି। ରାତି ହେଲେ ସେହି ପୋଖରୀ ତୁଠରେ ଘୁଙ୍ଗୁରର ଶବ୍ଦ ଏବଂ କାନ୍ଦିବାର ଶବ୍ଦ ଶୁଣା ଯାଉଥିଲା। ସେହି କାଳ ରାତ୍ରିର ଘଟଣା। ଗାଁର ଜଣେ ସାହସୀ ଯୁବକ, ସେ ଥିଲା ରଘୁ। ସେ କୌଣସି ଭୂତ ପ୍ରେତ କଥା ଆଦୌ ବିଶ୍ୱାସ କରୁନଥିଲା। ଦିନେ କୌଣସି କାମରେ ସହରକୁ ଯାଇଥିବା ରଘୁର ଗାଁକୁ ଫେରୁ ଫେରୁ ରାତି ପ୍ରାୟ 12ଟା ହୋଇଗଲା। ଗାଁକୁ ଯିବାକୁ ହେଲେ ପୋଖରୀଆଡ଼ି ରାସ୍ତା ଦେଇକି ଯିବାକୁ ପଡ଼େ। ରଘୁ ଯେତେବେଳେ ସେହି ପୋଖରୀଆଡ଼ି ରାସ୍ତାରେ ପହଞ୍ଚିଲା,